ଏଇ ତ ଚମ୍ପା ତାର ଦୁଇ ଛେଳିଙ୍କୁ ଧରି ଆସିଗଲା। ଏବେ ତା ପାଖକୁ ଯାଏ। ଏଇଟା ଭଲ ଜାଗା, ଏଠି ଅନେକ ଘାସ ଅଛି। କିଛି ସମୟ ପାଇଁ ମୁଁ ମୋ ଛେଳି ମାନଙ୍କୁ ଏଠି ଛାଡିଥାଏ, ପରେ ଆସି ତାଙ୍କୁ ନେଇଯିବି। ଆରେ ବାଃ, କେତେ ସୁନ୍ଦର ମୋଟା ମୋଟା ଦୁଇଟା ଛେଳି। ଅନେକ ଦିନରୁ ମୁଁ ପେଟ ପୂରା ଖାଇବା ଖାଇନି। ଏ ଦୁଇ ଛେଳିଙ୍କୁ ଯଦି ଖାଇପାରନ୍ତି ମଜା ଆସିଯାଆନ୍ତା। ଏଇ ଚମ୍ପା, ଗତକାଲି ତୋର ଦୁଇ ଛେଳି ମୋ ଜମିର ଅଧା ପରିବା ଖାଇ ଦେଇଛନ୍ତି। ମତେ ଏବେ ତୁ କ୍ଷତିପୂରଣ ଦେ। ମଜା କରିବା ପାଇଁ ସକାଳୁ ସକାଳୁ କାହାକୁ ପାଇଲୁନି କି ଲତା? ମୋର ଏତେ ପତଳା ଛୋଟ ଛୋଟ ଦୁଇଟା ଛେଳି ତୋ ଜମିର ଅଧା ପରିବା ଖାଇଦେଲେ। କଣ କହିଲୁ? ତୋ ଛେଳି ଦୁଇଟା ଛୋଟ ଆଉ ପତଳା? ତୁ ଚଷମା ପିନ୍ଧି ଭଲ ଭାବରେ ଦେଖେ। ଏଡ଼ିକି ମୋଟା ମୋଟା ଛେଳି ଦୁଇଟାକୁ ପତଳା କହୁଛି। ଏଇ ମୋ ଛେଳି ମାନଙ୍କ ବିଷୟରେ କିଛି କହନି। କେତେ ଆଦରର ଛେଳି ଦୁଇଟା ମୋର। ମୁଁ ତାଙ୍କର କେତେ ଯତ୍ନ ନିଏ ଜାଣିଛୁ? କହିବି, ଆହୁରି କହିବି। କଣ କରିବୁ ତୁ ମୋର? ଧେତ୍, ଏ ଦୁଇଟା ମୋ ଗଛ ତଳେ ଆସି କଣ ଆରମ୍ଭ କରିଦେଲେ? ସତରେ କଣ ସେ ଛେଳି ଦୁଇଟା ଜମିର ଅଧା ପରିବା ଖାଇଦେଲେ? ମତେ ତ ଥରେ ଦେଖିବାକୁ ପଡିବ। ଯା ଯା, ତୋ ଘରକୁ ଯା। ନିଜେ ନିଜ ଜମିର ପରିବା ଖାଇ ମୋ ଛେଳି ମାନଙ୍କ ଉପରେ ଦୋଷ ଲଦି ମୋଠୁ କ୍ଷତିପୂରଣ ନେବାକୁ ଆସିଛୁ। ମୋ ଛେଳି ମାନେ ତ ଜମି ଆଡକୁ କେବେ ବି ଯିବେନି, ବୁଝିଲୁ? ହଁ, ସେଇଟା ହିଁ ତ ଛେଳି ମାନଙ୍କ ପାଇଁ ଭଲ ହେବ। ଆଉ ଯଦି କେବେ ତ ଛେଳି ମାନଙ୍କୁ ମୁଁ ମୋ ଜମିର ଆଖପାଖରେ ଦେଖିବି, ମାରି ମାରି ତାଙ୍କ ଗୋଡ ଭାଙ୍ଗିଦେବି। ଏମିତି ଝଗଡା କରି ସେ ଦୁଇ ଜଣ ନିଜ ନିଜ ଘରକୁ ଚାଲିଗଲେ। କିଛି ଦିନ ପରେ ଚମ୍ପା ପୁଣି ତାର ଛେଳି ମାନଙ୍କୁ ଧରି ସେ ଜାଗାକୁ ଆସିଲା। ଏତେ ଦିନ ହେଲାଣି ମୁଁ ଏ ଜାଗାକୁ ଆସିନି। ଏଠି କିଛି ସମୟ ପାଇଁ ମୁଁ ମୋ ଛେଳି ମାନଙ୍କୁ ଛାଡିଥାଏ। ଘରେ ରୋଷେଇ ସାରିଲେ ତାଙ୍କୁ ଆସି ନେଇଯିବି। ଏଇ ତ ଛେଳି ମାନେ ସେପଟେ ଯାଉଛନ୍ତି। ଏବେ ମୁଁ ତାଙ୍କ ପଛରେ ଯାଇ ଦେଖେ ସେମାନେ କଣ କରୁଛନ୍ତି। ଏ ଜମିର ଶାଗ ପରିବା ଭାରି ମିଠା। ସେ ସ୍ୱାଦ ମୁଁ ଏଯାଏଁ ଭୁଲିନି। ସେଥିପାଇଁ ତ ଆଜି ପୁଣି ଏଠାକୁ ଚାଲି ଆସିଲି। ଦେଖ ସାଙ୍ଗ, ଆଜି କେତେ ଗୁଡିଏ ଶାଗ ଗଛ ବାହାରିଛି। ହଁ ସାଙ୍ଗ, ସେ ଶାଗ ଗଛ ଗୁଡାକୁ ଦେଖି ତ ମୋର ଖାଇବାକୁ ଇଚ୍ଛା ହେଲାଣି। ଏ ଜମିର ମାଲିକାଣୀ ଏଠାକୁ ଆସିବା ପୂର୍ବରୁ ଚାଲ ଆମେ କିଛି ଶାଗ ଖାଇ ଏଠୁ ପଳେଇବା। ଏ ଛେଳି ଗୁଡା ତାହେଲେ ସତରେ ସେଦିନ ବି ପରିବା ଖାଇଥିଲେ। ଆଜି ଦେଖ କେମିତି ଶାଗ ଖାଉଛନ୍ତି। ସତରେ କଣ ଏ ଜମିର ଶାଗ ପରିବା ଭାରି ମିଠା? ଥରେ ଖାଇକି ଦେଖିଲେ ହେବ। ଧେତ୍, ମୁଁ ବି କଣ ସବୁ ଚିନ୍ତା କରୁଛି। ସାମ୍ନାରେ ଏତେ ମୋଟା ମୋଟା ଦୁଇଟା ଛେଳି ଥାଉ ଥାଉ ମୁଁ ଶାଗ ଖାଇବା କଥା ଚିନ୍ତା କରୁଛି କଣ ପାଇଁ? ଏଇ ତ ସୁଯୋଗ ଛେଳି ମାନଙ୍କୁ ଧରିବା ପାଇଁ। ଏମିତି କହି ପିଶାଚି ଛେଳି ମାନଙ୍କୁ ଧରିବା ପାଇଁ ତଳକୁ ଆସିଲା। ସେତେବେଳେ ଛେଳି ମାନଙ୍କର ଶବ୍ଦ ଲତା ବି ଶୁଣି ପାରିଲା। ସେ ଗୋଟେ ବଡ ଲାଠି ଧରି ବାହାରକୁ ଆସିଲା। ଏମିତି କଣ ଶବ୍ଦ ଆସୁଛି ମୋ ଜମିରୁ? ସେ ବଦମାସ ଛେଳି ଗୁଡା ପୁଣି ଥରେ ମୋ ଜମିକୁ ଚାଲି ଆସିନାହାନ୍ତି ତ? ଏଇ କିଏ କିଏ ଅଛ ମୋ ଜମିରେ? ଏଇ ରେ, ଏ ଜମିର ମାଲିକାଣୀ ଆସିଲାଣି। ଚାଲ ଶୀଘ୍ର ଏଠୁ ପଳେଇବା। ହଁ ହଁ, ଚାଲ ଚାଲ। ଆରେ ଆରେ, ଏ ଛେଳି ଗୁଡାଙ୍କର ପୁଣି କଣ ହେଲା? ଏମିତି ମୋ ଆଡକୁ ଧାଉଁଛନ୍ତି। ଏଇ ଛେଳି ଦଳ ରହିଯାଅ ସେଠି। ଏ କଣ ଜମିରେ ଏଇଟା କିଏ ଛିଡା ହେଇଛି? ସେ ଯିଏ ବି ହେଇଥାଉ, ଚାଲ ତାକୁ ଠେଲି ଆଗକୁ ଯିବା, ପରେ ଏ ବିଷୟରେ ଭାବିବା। ଏମିତି କହି ଦୁଇ ଛେଳି ଜୋର ଦୌଡ଼ିଲେ। ଆଉ ସେ ପିଶାଚୀକୁ ଧକ୍କା ଦେଇ ଶୀଘ୍ର ସେଠୁ ଚାଲିଗଲେ। ପିଶାଚୀ ତଳେ ପଡିଗଲା। ଆରେ ମରିଗଲି ରେ, ଏ ଛେଳି ଦୁଇଟା ମୋ ଅଣ୍ଟା ଭାଙ୍ଗିଦେଲେ। ଏବେ କଣ କରିବି? ମୋ ଜମିରୁ ଏତେ ଶବ୍ଦ କଣ ଶୁଭୁଛି? ମୋ ଜମିରେ ସେ ଦୁଇଟା ଛେଳି ନା ଆହୁରି ଅଧିକ ଛେଳି ଅଛନ୍ତି? ଆଜି କାହାକୁ ବି ଛାଡ଼ିବୁନି, ସମସ୍ତଙ୍କୁ ମାରିଦେବି। ସେ ଦୁଇଟା ଛେଳି ମୋ ଅଣ୍ଟା ଭାଙ୍ଗିଦେଲେ। ଭଙ୍ଗା ହାତ ଭଙ୍ଗା ଅଣ୍ଟା ନେଇ ମୁଁ ଟିକେ ବି ଉଡ଼ି ପାରୁନି। ଏବେ କେମିତି ଏଠୁ ଯିବି? ଏପଟେ ପୁଣି ଏ ସ୍ତ୍ରୀ ଲୋକ ବଡ଼ ଲାଠି ଧରି ଏଠାକୁ ଆସିଲାଣି ମତେ ମାରିବା ପାଇଁ। କୋଉଠି ଅଛ ଛେଳି ମାନେ? ମୁଁ ଜାଣେ ତମେ ମାନେ ଏଇଠି ଲୁଚିଛ। ଶୀଘ୍ର ବାହାର, ଯଦି ଧରିବି ନା ପିଟି ପିଟି ତମମାନଙ୍କୁ ମାରିଦେବି। ଏ ଛୋଟ ଛୋଟ ଶାଗ ମଝିରେ ମୁଁ ଠିକରେ ଲୁଚି ବି ପାରୁନି। ମୋର ଯୋଉ ଅବସ୍ଥା, ମୁଁ ଆଜି ଏଠୁ ଭଲରେ ଯାଇପାରିବିନି।
ଆଗରେ ଏତେ ଗୋଟେ ଶାଗ ଅଛି, ମରିବା ପୂର୍ବରୁ ଶାଗ ଟିକେ ଚାକିଥାଏ, ଜାଣିବି ତାର ସ୍ୱାଦ କେମିତି। ଏମିତି କହି ପିଶାଚି କିଛି ଶାଗ ତୋଳି ଖାଇଲା। ହଠାତ୍ ସେ ଅନୁଭବ କଲା ତା ଅଣ୍ଟା ଦରଜ ଭଲ ହେଇଯାଇଛି। ଆରେ ଏଇଟା ଶାଗ ନା ଔଷଧ? ମୋ ଅଣ୍ଟା ପୁରାପୁରି ଭଲ ହେଇଗଲା। ଏବେ ଶୀଘ୍ର ଏଠୁ ପଳାଏ। ଆଜି ବି ମୁଁ ସେ ଛେଳିମାନଙ୍କୁ ଧରି ପାରିଲିନି। ଆଗରୁ ପାଟି କରି ଭୁଲ କରିଦେଲି। ଆଉ ଦିନେ ସେ ଛେଳିମାନେ ଆସନ୍ତୁ, ସେତେବେଳେ ଦେଖିନେବି। ଯାହା ହଉ ବଞ୍ଚିଗଲି। ଏ ଛେଳି ଦୁଇଟାଙ୍କୁ ଦେଖ, ମତେ ତଳେ ପକେଇ କେମିତି ଘାସ ଖାଉଛନ୍ତି, ଯେମିତି କିଛି ହେଇନି। ରୁହ, ତମ ଦୁଇ ଜଣଙ୍କ ପାଖକୁ ମୁଁ ଏବେ ଯାଉଛି। ପିଶାଚି ଦୁଇ ଛେଳିଙ୍କର କିଛି କରିବା ପୂର୍ବରୁ ଚମ୍ପା ଆସି ସେମାନଙ୍କୁ ନେଇଗଲା। ଆଜି ବି ମୁଁ ସେ ଛେଳିମାନଙ୍କୁ ଧରି ପାରିଲିନି। ମୁଁ ଗୋଟେ କାମ କରି ମୁଁ ବି କିଛି ଶାଗ ଆଉ ପରିବା ଚାଷ କରି, ସେମିତି ହେଲେ ଦୁଇ ଛେଳି ମୋ ଶାଗ ଖାଇବା ପାଇଁ ମୋ ବଗିଚାକୁ ଆସିବେ। ଆଉ ସେତେବେଳେ ମୁଁ ତାଙ୍କୁ ଧରି ଧରି ଖାଇବି। ସେଦିନ ପରଠାରୁ ପିଶାଚି ଲତା ଉପରେ ନଜର ରଖିଲା। ଦିନେ ଲତା ବଜାରରୁ କିଛି ଶାଗ ଆଉ ପରିବା ମଞ୍ଜି ଆଣି ତା ଜମିରେ ଲଗାଉଥିଲା। ଏ ସବୁ ଦୂରରୁ ପିଶାଚି ଦେଖୁଥିଲା। ଆଚ୍ଛା, ଏମିତି ତାହେଲେ ଚାଷ ହୁଏ। ଯାଏ ଏ ସ୍ତ୍ରୀ ଲୋକ ପାଖରୁ କିଛି ଶାଗ ପରିବା ମଞ୍ଜି ଚୋରି କରି ନେଇଯାଏ। ତାପରେ ମୁଁ ମୋ ବଗିଚାରେ ଚାଷ କରିବି, ଆଉ ଖୁବ୍ ସହଜରେ ଛେଳିମାନଙ୍କୁ ଧରି ଧରି ଖାଇବି। ତାପରେ ପିଶାଚି ଲତା ପାଖରୁ କିଛି ଶାଗ ପରିବା ମଞ୍ଜି ଚୋରି କରି ନେଇଗଲା। ମଞ୍ଜି ଚୋରି କରି ତ ନେଇ ଆସିଲି, ଏବେ ଖାଲି ଜମିରେ ବୁଣି ଦିଏ। ଏମିତି କହି ପିଶାଚି ଜମି ଚାଷ କରି ମଞ୍ଜି ବୁଣିଲା। କିଛି ଦିନ ପରେ ଛୋଟ ଛୋଟ ଚାରା ଗଛ ବାହାରିଲା। ଏଇ ତ ଚାରା ଗଛ ବାହାରିଲାଣି। ଏବେ ଖାଲି ଆଉ କିଛି ଦିନ, ଥରେ ଗଛ ଗୁଡାକ ବଡ଼ ହେଲେ ଛେଳିମାନେ ଏଠାକୁ ଆସିବେ, ଆଉ ମୁଁ ତାଙ୍କୁ ଧରିକି ଖାଇବି। ସାଙ୍ଗ, ଅନେକ ଦିନ ହେଲାଣି ମୁଁ ଶାଗ ଖାଇନି। ମତେ ଆଜି ଶାଗ ଖାଇବାକୁ ଭାରି ଇଚ୍ଛା ହଉଛି। ଜାଣିଛୁ ସାଙ୍ଗ, କାଲି ମୁଁ ଗୋଟେ ଶାଗ ବଗିଚା ଦେଖିକି ଆସିଲି। ସେ ଜମିରେ ନା ଅନେକ ଶାଗ ହେଇଛି। ହେଲେ ସାଙ୍ଗ, ସେ ଜମିଟା କାହାର? ଆମେ ଯାହା ଜମିରୁ ଶାଗ ପରିବା ଖାଇଥିଲେ ତାଙ୍କର ନୁହେଁ ତ? ଆରେ ନା ନା, ତାଙ୍କର ନୁହଁ। ମୁଁ ଭଲ ଭାବରେ ଦେଖିଛି, ସେ ଜମିର କେହି ମାଲିକ ନାହାନ୍ତି। ଆମେ ଆରାମରେ ସେ ଜମିରୁ ଶାଗ ପରିବା ଖାଇପାରିବା। ତାହେଲେ ଆଉ ଡେରି କାହିଁକି କରୁଛୁ ସାଙ୍ଗ? ଚାଲେ ଏବେ ହିଁ ସେଠାକୁ ଯିବା। ଆମ ମାଲିକାଣୀ ଘରକୁ ଯାଇଛନ୍ତି, ସେ ଆସିବା ଆଗରୁ ଆମେ ଫେରି ଆସିବା। ତାପରେ ଦୁଇ ଛେଳି ପିଶାଚିର ଜମିକୁ ଗଲେ ଶାଗ ଖାଇବା ପାଇଁ। ଦୁଇ ଛେଳି ଶାଗ ଖାଉଥିଲେ। ସୁଯୋଗ ଦେଖି ପିଶାଚି ଗୋଟେ ଛେଳି ନେଇ ସେଠାରୁ ଚାଲିଗଲା। ଆରେ, ମତେ କିଛି ନ କହି ମୋ ସାଙ୍ଗ କୁଆଡେ ଚାଲିଗଲା? ମାଲିକାଣୀଙ୍କ ଆସିବାର ସମୟ ହେଇଗଲାଣି। ମୁଁ ଏବେ ଯାଏ, ନହେଲେ ସେ ବ୍ୟସ୍ତ ହେବେ। ଆରେ ଆରେ, ଆଉ ଗୋଟେ ଛେଳି ମୋର କୁଆଡେ ଗଲା? ଏ ଛେଳି ପାଟିରେ କଣ ଶାଗ ଲାଗିଛି? ତା ମାନେ ଦୁଇଟା ଶାଗ ଖାଇବା ପାଇଁ ଲତାର ଜମିକୁ ଯାଇଥିବେ। ସେ ନିଶ୍ଚୟ ମୋର ଗୋଟେ ଛେଳିକୁ ବାନ୍ଧି ରଖିଥିବ। ମୁଁ ଏବେ ତା ପାଖକୁ ଯାଏ। ଏଇ ଚମ୍ପା, ଖାଲିଟାରେ ମୋ ସହ ଝଗଡା କରିବାକୁ ଆସନି। ଆଜି ମୁଁ ମୋ ଜମିର ଆଖପାଖରେ ତ ଛେଳିମାନଙ୍କୁ ଦେଖିନି। ମୁଁ ମିଛ କହୁନି, ମୁଁ ତତେ ତ ଶାଗ ଟଙ୍କା ଦେଇଦେବି। ମତେ ମୋ ଛେଳି ଭଲରେ ଫେରେଇ ଦେ। ଆରେ, ତୋ ଛେଳିମାନେ ମୋ ପାଖରେ ଥିଲେ ତ ତତେ ଫେରେଇବି। ଯା ଖୋଜିବୁ, ତୋ ଛେଳି ନିଶ୍ଚୟ ପାଖ ଜଙ୍ଗଲକୁ ଚାଲି ଯାଇଥିବ। ତାପରେ ଚମ୍ପା ଶୀଘ୍ର ତା ଛେଳି ଖୋଜିବାକୁ ଗଲା। ହଠାତ୍ ତାର ନଜର ପିଶାଚିର ଶାଗ ବଗିଚାରେ ପଡ଼ିଲା। କିଛି ଦିନ ଆଗରୁ ତ ଏଠି ଗୋଟେ ଖାଲି ପଡ଼ିଆ ଥିଲା, ହେଲେ ଏଠି ଏତେ ଶାଗ ଗଛ କିଏ ଲଗେଇଲା? ନିଶ୍ଚୟ ଏ ଶାଗ ଗଛର ଲୋଭ ଦେଖେଇ ମୋ ଛେଳିଟାକୁ କିଏ ନେଇଯାଇଛି। ମୁଁ କାଲି ହିଁ ସତ କଥା ଜାଣିବାକୁ ଚେଷ୍ଟା କରିବି, ଆଉ ସେ ଚୋରକୁ ବି ଧରିବି। ଏମିତି ଚିନ୍ତା କରି ଚମ୍ପା ତା ଘରକୁ ଗଲା। ପହରଦିନ ସେ ପିଶାଚିର ଶାଗ ବଗିଚାକୁ ଆସିଲା। ସେ ତାର ଛେଳିକୁ ଶାଗ ବଗିଚାରେ ଛାଡ଼ି ଦୂରରେ ଲୁଚି ରହିଲା। ଛେଳିକୁ ଏକୁଟିଆ ଦେଖି ପିଶାଚି ଆସି ତାକୁ ନେଇଗଲା। ଏ ସବୁ ଦୂରରୁ ଚମ୍ପା ଦେଖୁଥିଲା। ଇଏ ତ ଗୋଟେ ପିଶାଚି। ତା ମାନେ ମୋ ଛେଳିମାନଙ୍କୁ ପିଶାଚି ଖାଇଛି। ମୁଁ ଏବେ କଣ କରିବି?
ହଁ ସାଧୁ ବାବା, ଏବେ କେବଳ ସାଧୁ ବାବା ହିଁ ପିଶାଚିକୁ ମାରିପାରିବେ। ସାଧୁ ବାବା ଆମକୁ ବଞ୍ଚାଅ। ଆରେ କଣ ହେଇଛି ମତେ ଆଗ କହ। ଚମ୍ପା ସାଧୁ ବାବାଙ୍କୁ ସବୁ କଥା କହିଲା। ସେ ପିଶାଚି ଏମିତି ଏଠୁ ଯିବନି। ସେ ପିଶାଚିକୁ ମାରିବାର ଗୋଟିଏ ମାତ୍ର ଉପାୟ ଅଛି। ତା ଶାଗ ବଗିଚା ଆଗ ନଷ୍ଟ କରିବାକୁ ହେବ। ଏଇ ଗଙ୍ଗା ଜଳକୁ ନେ ପିଶାଚିର ଶାଗ ବଗିଚାରେ ଢାଳିଦେବୁ। ଥରେ ପିଶାଚି କରିଥିବା ଶାଗ ବଗିଚା ନଷ୍ଟ ହେଲେ ସେ ବି ଏଠାରୁ ସବୁଦିନ ପାଇଁ ଚାଲିଯିବ। ଏମିତି ଶୁଣି ଚମ୍ପା ଗଙ୍ଗା ଜଳ ଧରି ଶୀଘ୍ର ପିଶାଚିର ଶାଗ ବଗିଚାକୁ ଗଲା ଆଉ ଗଙ୍ଗା ଜଳ ପୁରା ଶାଗ ବଗିଚାରେ ଢାଳିଦେଲା। ଆରେ ଆରେ ଏ କଣ ହେଉଛି? ମୋ ଶକ୍ତି ଚାଲି ଯାଉଛି କେମିତି? ନିଶ୍ଚୟ ମୋ ଶାଗ ବଗିଚାକୁ କିଏ ନଷ୍ଟ କରୁଛି। ନା ନା। ପିଶାଚି ଯେତେ ଚେଷ୍ଟା କଲେ ବି ତା ଶାଗ ବଗିଚାରେ ସେ ପହଞ୍ଚି ପାରିଲାନି। ଶାଗ ବଗିଚା ଜଳିବା ସହ ପିଶାଚି ବି ନିଆଁରେ ଜଳି ପାଉଁଶ ହେଇଗଲା। ଆରେ ଚିକେ, କାଲି ନା ମୋ ବାପା ଦୁଇଟା ଗୁଡ଼ି ଆଣିଛନ୍ତି। ଚାଲ ଆମେ ଗୁଡ଼ି ଉଡେଇବା। ବା କୁନି, ତ ଗୁଡ଼ି ଦୁଇଟା ଭାରି ସୁନ୍ଦର ହେଇଛି। ଆମ ଜଙ୍ଗଲ ପାଖରେ ଗୋଟେ ଖାଲି ପଡିଆ ଅଛି। ଚାଲେ ଆମେ ସେଇଠି ଗୁଡ଼ି ଉଡେଇବା। ଏମିତି କଥା ହେଇ ସେ ଦୁଇ ସାଙ୍ଗ ଖୋଲା ପଡିଆରେ ଯାଇ ଗୁଡ଼ି ଉଡେଇଲେ। ହଠାତ୍ ସେହି ସମୟରେ ଜୋରେ ପବନ ବହିଲା ଆଉ ସେମାନଙ୍କ ଗୁଡ଼ି ଉଡ଼ି ଅନେକ ଦୂରକୁ ଚାଲିଗଲା। କଣ ହେଇଗଲା? ମୋ ବାପା କେତେ ଖୁସିରେ ମୋ ପାଇଁ ଗୁଡ଼ି ଆଣିଥିଲେ। ମନ ଦୁଃଖ କରନି କୁନି, ଚାଲ ଆମେ ତ ଗୁଡ଼ି ଖୋଜିବାକୁ ଯିବା। ନିଶ୍ଚୟ ଆଖପାଖରେ ତ ଗୁଡ଼ି ପଡିଥିବ। ତାପରେ ସେ ଦୁଇ ଜଣ ମିଶି ଜଙ୍ଗଲ ସାରା ବୁଲି ବୁଲି ଗୁଡ଼ି ଖୋଜିଲେ, ହେଲେ କୋଉଠି ବି ପାଇଲେନି। ଆରେ କୁନି, ଏତେ ଜାଗା ଖୋଜିଲେଣି ହେଲେ କୋଉଠି ବି ତ ଗୁଡ଼ି ପାଇଲେନି। ଘରକୁ ଗଲେ ତ ବାପାଙ୍କୁ ସବୁ କଥା କହିଦେବ। ସେ ତ ଉପରେ ଜମା ବି ରାଗିବେନି। ଚାଲ ଏବେ ଘରକୁ ଯିବା। ଆରେ ଚିକି, ସେପଟେ ଦେଖେ, ପାଣି ଭିତରେ ଗୋଟେ ଫୁଲ ଗଛ ଅଛି। ହେଲେ ଗଛରେ ଗୋଟେ ହିଁ ଫୁଲ କାହିଁକି ଫୁଟିଛି? ଫୁଲଟି ଦେଖିବାକୁ କେତେ ସୁନ୍ଦର ହେଇଛି ନା? ଚିକି ଟିକେ ଅପେକ୍ଷା କର, ମୁଁ ଏବେ ଫୁଲ ତୋଳି ଆଣେ, ତାପରେ ଆମେ ଘରକୁ ଯିବା। ଏମିତି କହି କୁନି ଫୁଲ ତୋଳିବାକୁ ଗଲା। ସେତେବେଳେ ଚିକି ତାକୁ କହିଲା, ଆରେ କୁନି, ସେପଟେ ଯାନି। ତୁ ଯଦି ପାଣିରେ ପଡିଯିବୁ ନା ତୁ ବୁଡିଯିବୁ। ନା ନା ଚିକି, ଭୟ କରନି, ମୋର କିଛି ବି ହେବନି। ମୁଁ ଏବେ ଫୁଲ ତୋଳି ତ ପାଖକୁ ଯାଉଛି। ଏଇ ଦେଖେ, ମୋର କିଛି ବି ହେଲାନି। ମୋ ମାଙ୍କୁ ଫୁଲ ଭାରି ଭଲ ଲାଗେ, ସେଥିପାଇଁ ମୁଁ ଏ ଫୁଲ ତୋଳିକି ଆଣିଲି। ମା ନୂଆ ଫୁଲ ଦେଖିଲେ ଭାରି ଖୁସି ହେଇଯିବେ। ଚାଲେ ଏବେ ଘରକୁ ଯିବା। ଆରେ ମା, ହାତରେ ଏଇଟା ତୁ କଣ ଧରିଛୁ? ଏଇଟା ତ ଗୋଟେ ଫୁଲ। ଏ ଫୁଲ ତୁ କୋଉଠୁ ଆଣିଲୁ? କୁନି ତାର ମାକୁ ସବୁ ଘଟଣା କହିଲା। ଓ ଆଚ୍ଛା, ସତରେ ଫୁଲଟି ଭାରି ସୁନ୍ଦର ହେଇଛି। ମତେ ସେ ଫୁଲଟା ଦେ, ମୁଁ ପାଣିରେ ରଖିଦେବି। ଫୁଲ ଅନେକ ଦିନ ଯାଏ ସତେଜ ରହିବ। ତୁ ଯା ହାତ ମୁହଁ ଧୋଇ ଆସିବୁ, ମୁଁ ଖାଇବା ପାରୁଛି ଖାଇ ନେବୁ। ଆଚ୍ଛା ଠିକ ଅଛି ମା, ଏଇ ନିଅ। ଏଇ କଣ, ମୁଁ ମୋ ଝିଅକୁ ଦେଖିବାକୁ ପାଉନି କଣ ପାଇଁ? ମୁଁ ଟିକେ ଶୋଇ ପଡିଥିଲି, ସେଇ ଭିତରେ ମୋ ଝିଅ କୁଆଡେ ଚାଲିଗଲା? ତୁ କାହା କଥା କହୁଛୁ ଗଛ? ତୋ ପାଖରେ ଯୋଉ ଲାଲ ଫୁଲ ଥିଲା ସେ କଣ ତୋ ଝିଅ? ହଁ, ସେଇ ଫୁଲ ମୋ ଝିଅ। ଗୋଟେ ଛୋଟ ଚଢେଇ ଛୁଆ ଆସି ସେ ଫୁଲ ତୋଳି ନେଇ ଯାଇଛି। ଏସବୁ ତୁମେ କଣ କହୁଛ? ତୁମେ କଣ ଜାଣିଛ ସେ ଚଢେଇ ଛୁଆ କୋଉ ପଟେ ଯାଇଛି? ଦୟାକରି ମତେ କୁହ। ମୁଁ ଜାଣିନି ସେ ଚଢେଇ ଛୁଆ କୋଉଠି ରୁହେ। ସେଇ ପୂର୍ବ ଦିଗରେ ଉଡିଗଲା। ମୁଁ କେବଳ ସେତିକି ଦେଖିଛି। ଏବେ ମୁଁ ମୋ ଝିଅକୁ କେମିତି ପାଇବି? ମୋ ଝିଅ ବିନା ମୁଁ ବଞ୍ଚି ପାରିବିନି। ସେ ଗଛ ଏମିତି କହି କହି କାନ୍ଦୁଥିଲା। ସେତେବେଳେ ଗୋଟେ ପ୍ରଜାପତି ସେ ଦୁଇ ଗଛଙ୍କ ସବୁ କଥା ଶୁଣି ତାଙ୍କ ପାଖକୁ ଆସିଲା। ଆରେ ଗଛ, ତୁମେ ଆଉ କାନ୍ଦନି, ମୁଁ ସେ ଚଢେଇ ଛୁଆର ଘର ଦେଖିଛି। ସତ କହୁଛୁ ପ୍ରଜାପତି, ମତେ ଟିକେ ସାହାଯ୍ୟ କର। ତୁ ଯଦି ମତେ ସାହାଯ୍ୟ କରିବୁ, ମୁଁ ପୁଣି ଥରେ ମୋ ଝିଅକୁ ଫେରି ପାଇବି। ହଁ ହଁ, ମୁଁ ତୁମକୁ ନିଶ୍ଚୟ ସାହାଯ୍ୟ କରିବି। କୁହ, ମୁଁ କଣ କରିବି?
ମୁଁ ତତେ ଗୋଟେ ମଞ୍ଜି ଦେଉଛି, ତୁ ସେ ମଞ୍ଜି ନେଇ ଚଢ଼େଇ ଛୁଆ ଘର ବାହାରେ ପକେଇ ଦେ। ସେ ମଞ୍ଜି ଦ୍ୱାରା ମୁଁ ମୋ ଝିଅ ପାଖରେ ପହଞ୍ଚି ପାରିବି। ଓ ଆଚ୍ଛା, ତେବେ ଠିକ୍ ଅଛି, ମତେ ମଞ୍ଜି ଦିଅ, ମୁଁ ଏବେ ସେ ଚଢ଼େଇ ଛୁଆର ଘରକୁ ଯିବି। ଗଛ ପ୍ରଜାପତିକୁ ମଞ୍ଜି ଦେଲା। ପ୍ରଜାପତି ସେ ମଞ୍ଜି ନେଇ ଚଢ଼େଇ ଛୁଆର ଘର ବାହାରେ ପକେଇ ଦେଇ ଚାଲିଗଲା। ସଙ୍ଗେ ସଙ୍ଗେ ହିଁ ମଞ୍ଜିରୁ ଗୋଟେ ବଡ଼ ଗଛ ବାହାରିଲା। ଏ କଣ, ଆଗରୁ ତ ଏଠି ଗଛ ନଥିଲା, ହଠାତ୍ ଏତେ ବଡ଼ ଗଛ ଏଠାକୁ କେମିତି ଆସିଲା? କୁନି, ମା କୁନି, ଶୀଘ୍ର ବାହାରକୁ ଆସେ। କଣ ହେଲା ମା, ମତେ ଡାକିଲ? ଏ କଣ, ଏଇଟା ତ ସେଇ ପାଣିରେ ଥିବା ଗଛ, ଯୋଉ ଗଛର ଫୁଲ ମୁଁ ଆଣିଥିଲି। ଏଇ ତ ଝରକା ପଟୁ ମୁଁ ମୋ ଝିଅକୁ ଦେଖିପାରୁଛି। ଯେମିତି ବି ହେଉ ମୋ ଝିଅକୁ ମୁଁ ଏଠୁ ନେଇଯିବି। ମା, ତୁମେ ଗଛ ପାଇଁ ଆଉ ଚିନ୍ତା କରନି, ଭଲ ହେଇଛି ଆମ ଘର ବାହାରେ ଫୁଲ ଗଛ ହେଇଛି। ଏବେ ଆମେ ପ୍ରତ୍ୟେକ ଦିନ ଏ ଗଛରୁ ସୁନ୍ଦର ସୁନ୍ଦର ଫୁଲ ପାଇବା। ହଁ ରେ ମା, ତୁ ଠିକ କହିଲୁ, ଚାଲ ଏବେ ଘର ଭିତରକୁ। ଏଇ ତ ଚଢ଼େଇ ମାନେ ଏଠୁ ପଳେଇଲେ, ମୁଁ ଏବେ ଶୀଘ୍ର ମୋ ଝିଅକୁ ନେଇ ଏଠୁ ପଳାଏ। ଏମିତି କହି ଗଛ ତାର ଲଟାକୁ ଝରକା ପଟେ ବଢ଼େଇ ଫୁଲକୁ ନିଜ ପାଖକୁ ନେଇ ଆସିଲା। ଆଉ ତାପରେ ସେ ସେଠାରୁ ଚାଲିଗଲା। ଏ ସବୁ ଘଟଣାକୁ ନି ଦେଖୁଥିଲା। ସେ ଶୀଘ୍ର ବାହାରକୁ ଆସିଲା। ଏ ମୁଁ କଣ ଦେଖିଲି, ଗଛ ଫୁଲକୁ ନେଇ ଚାଲିଗଲା। ଏମିତି କଣ ସମ୍ଭବ? ସେ ଗଛ ଏବେ କୋଉଠିକି ଯାଇଥିବ? ମୁଁ ସେ ଜାଗାକୁ ଥରେ ଯାଇ ଦେଖେ, ସେଠି ସେ ଗଛ ଅଛି କି ନାହିଁ ଜାଣିପାରିବି। ଫୁଲ ଗଛ, ତୁ ଆସିଗଲୁ, ତୁ ତ ଝିଅକୁ ପାଇଲୁ। ହଁ, ମୁଁ ମୋ ଝିଅକୁ ନେଇ ଆସିଛି। ସେମାନେ ମୋ ଝିଅର କିଛି କ୍ଷତି କରିନଥିଲେ। ଭଲ ହେଲା, ମୁଁ ଠିକ ସମୟରେ ପହଞ୍ଚିଗଲି। ମୋ ଝିଅକୁ ଗଛରେ ରଖିଦେଲେ ସେ ପୁଣି ମୋ ସହ କଥା ହେଇପାରିବ। ତାପରେ ଗଛ ଫୁଲକୁ ନିଜ ଡାଳରେ ଲଗେଇଦେଲା। ସଙ୍ଗେ ସଙ୍ଗେ ଫୁଲଟି କଥା କହିଲା। ମା, ତୁମେ କୁଆଡେ ଯାଇଥିଲ? ଅନେକ ସମୟରୁ ମୁଁ ତୁମକୁ ଦେଖିବାକୁ ପାଉନଥିଲି। ମୁଁ ଏଇଠି ଥିଲି ରେ ମା, ମୁଁ ଟିକେ ଶୋଇ ପଡିଥିଲି। ସେତେବେଳେ ଗୋଟେ ଚଢ଼େଇ ଛୁଆ ଆସି ତତେ ମୋ ପାଖରୁ ନେଇ ଯାଇଥିଲା। ସେଥିପାଇଁ ତୁ ମତେ ଦେଖି ପାରିଲୁନି। ହେଲେ ତୁ ଆଉ ଭୟ କରନି, ମୁଁ ଏବେ ତ ପାଖରେ ଅଛି। ତତେ ଏବେ ମୋ ପାଖରୁ କେହି ନେଇ ପାରିବେନି। ମୁଁ ଯାହା ଭାବୁଥିଲି ଠିକ ଭାବୁଥିଲି। ଗଛ ଫୁଲକୁ ଧରି ନିଜ ଜାଗାକୁ ହିଁ ଚାଲି ଆସିଛି। ତୁ ଏଠାକୁ ପୁଣି କାହିଁକି ଆସିଛୁ? ଯା, ଚାଲିଯା ଏଠୁ। ମୁଁ ତତେ ମୋ ଫୁଲ ଦେଇପାରିବିନି। ନା, ମୁଁ ଫୁଲ ନେବିନି। ମୁଁ ଗୋଟେ କଥା ଜାଣିବା ପାଇଁ ତୁମ ପାଖକୁ ଆସିଛି। ତୁମେ ଫୁଲ ନେବା ପାଇଁ ଆମ ଘରକୁ କେମିତି ଆସିଲ? ଆଉ ସେ ଫୁଲ ତୁମ ପାଖରେ ଏତେ ଗୁରୁତ୍ୱପୂର୍ଣ୍ଣ କାହିଁକି? କାହିଁକି ନା ଏ ଫୁଲ ହେଉଛି ମୋ ଝିଅ। ତୁ ମୋ ଝିଅକୁ ମୋ ପାଖରୁ ନେଇ ଯାଇଥିଲୁ। କଣ ହେଲା? ସେ ଫୁଲ ତୁମ ଝିଅ? ଏସବୁ କେମିତି ସମ୍ଭବ? ଆମେ ଆଗରୁ ତୋ ଭଳି ଚଢ଼େଇଥିଲୁ। ଏଇ ଜଙ୍ଗଲରେ ଆମ ଘର। ଦିନେ ଗୋଟେ ତାନ୍ତ୍ରିକ ଆମ ଘରକୁ ଆସିଲା। ସେ ମତେ ଖାଇବା ମାଗୁଥିଲା। ସେଦିନ ମୋ ମନ ଭଲ ନଥିଲା। ମୁଁ ରାଗିକି ତାକୁ ଘରୁ ବାହାର କରିଦେଲି। ସେ ତାନ୍ତ୍ରିକ ଆମକୁ ଅଭିଶାପ ଦେଲା। ତାରି ଅଭିଶାପ ଯୋଗୁଁ ମୁଁ ଗଛ ପାଲଟି ଗଲି। ଆଉ ମୋ ଝିଅ ଫୁଲ ହେଇଗଲା। ତା ମାନେ ତମେ ମାନେ ଆମ ପରି ଚଢ଼େଇ ଗଛ ହେଇ ରହିବାକୁ ତୁମକୁ ଭାରି କଷ୍ଟ ଲାଗୁଥିବ ନା? ଚିନ୍ତା କରନି, ମୁଁ ତୁମକୁ ସାହାଯ୍ୟ କରିବି। କୁହ, କଣ କଲେ ତୁମେ ମାନେ ନିଜ ଅଭିଶାପରୁ ମୁକ୍ତ ହେଇପାରିବ? ତୁ ସତ କହୁଛୁ? ତୁ ଆମକୁ ସାହାଯ୍ୟ କରିବୁ? ଆମକୁ କେବଳ ତାନ୍ତ୍ରିକ ହିଁ ଅଭିଶାପରୁ ମୁକ୍ତ କରିପାରିବ। ସେ ତାନ୍ତ୍ରିକ ଘର ଏଇ ଜଙ୍ଗଲର ଶେଷ ମୁଣ୍ଡରେ। ମୋ ମା ସେ ତାନ୍ତ୍ରିକଙ୍କୁ ନିଶ୍ଚୟ ଚିହ୍ନିଥିବେ। ମୁଁ ଏବେ ଯାଉଛି ମୋ ମା ପାଖକୁ। ମୁଁ ତାଙ୍କୁ ସବୁ କଥା କହିବି। ତାପରେ ଚଢ଼େଇ ଛୁଆ ଶୀଘ୍ର ତା ମା ପାଖକୁ ଗଲା। ଆଉ ତା ମାକୁ ସବୁ ଘଟଣା କହିଲା। ସବୁ ଶୁଣି ମା ଛୁଆ ତାନ୍ତ୍ରିକ ପାଖକୁ ଗଲେ। ମୁଁ ଜାଣେ ତମେ ମାନେ ମୋ ପାଖକୁ କଣ ପାଇଁ ଆସିଛ। ହେଲେ କେମିତି ତାନ୍ତ୍ରିକ ମା? ଆମେ ତୁମକୁ ଏଯାଏଁ ତ କିଛି ବି କହିନୁ। ମୁଁ ସବୁ ଜାଣେ। ସେ ଦୁଇ ମା ଛୁଆଙ୍କୁ ଉଚିତ ଶିକ୍ଷା ଦେବା ପାଇଁ ହିଁ କିଛି ଦିନ ପାଇଁ ମୁଁ ତାଙ୍କୁ ଗଛ କରିଥିଲି। ସେମାନେ ଅନେକ କଷ୍ଟ ପାଇଲେଣି। ଏବେ ମୁଁ ତାଙ୍କୁ ମୁକ୍ତ କରିଦେବି। ଏଇ ଗଙ୍ଗା ଜଳ ନିଅ, ତାଙ୍କ ଉପରେ ପକେଇଦେବ। ସେମାନେ ମୁକ୍ତ ହେଇଯିବେ। ତାପରେ ମା ଚଢ଼େଇ ତାନ୍ତ୍ରିକ ପାଖରୁ ଗଙ୍ଗା ଜଳ ଆଣି ଫୁଲ ଗଛ ଉପରେ ପକେଇଦେଲା। ଯାହା ଫଳରେ ସେମାନେ ନିଜ ଅଭିଶାପରୁ ମୁକ୍ତ ହେଇ ନିଜ ରୂପ ଫେରି ପାଇଲେ। ଭଉଣୀ, ତୁମକୁ ଅନେକ ଅନେକ ଧନ୍ୟବାଦ। ଆଜି ତୁମ ପାଇଁ ଆମେ ଅଭିଶାପରୁ ମୁକ୍ତ ହେଇପାରିଲୁ। ଆମେ ତୁମର ଏହି ଉପକାର କେବେ ବି ଭୁଲିବୁନି। ଆରେ ନା ମିଟୁ ଭଉଣୀ, ତୁମକୁ ଧନ୍ୟବାଦ ଦେବାକୁ ପଡିବନି।
ଏବେ ତୁମେ ମାନେ ଘରକୁ ଯାଅ ଆଉ ଭଲରେ ରୁହ। ତାପରେ ସମସ୍ତେ ନିଜ ନିଜ ଘରକୁ ଫେରିଗଲେ। ମା ଚଢ଼େଇ ଆଉ ତାର ଝିଅ ମିଟୁକୁ ସାହାଯ୍ୟ କରିପାରି ଅନେକ ଖୁସି ଥିଲେ।